ମୋ ମାମା ବାବାଙ୍କ ରୁମ୍ରେ ସବୁବେଳେ ଶୁଅନ୍ତିନି, କିନ୍ତୁ ଯେଉଁଦିନ ରାତିରେ ବାବାଙ୍କ ରୁମ୍ରେ ଶୋଉଥିଲେ ତ ପରଦିନ ସକାଳେ ମାମା କାନ୍ଦି କାନ୍ଦି ରୁମ୍ରୁ ବାହାରୁଥିଲେ। ଆଉ ଠିକ୍ ସେ ବି ଚାଲି ପାରୁନଥିଲେ। ଗୋଟେ ଦିନ ମାମା ଶୋଇଥିଲେ। ସେହି ସମୟରେ ମୁଁ ମାମାଙ୍କ ଚାଦର ନେଇ ବାବାଙ୍କ ରୁମ୍କୁ ଗଲି। ତାପରେ ବାବା ମୋତେ ମାମା ଭାବି ମୋ ସହିତ ଯାହା କଲେ ତାକୁ ଶୁଣିଲା ପରେ ଆପଣ ସମସ୍ତଙ୍କର ହୋସ୍ ଉଡ଼ିଯିବ। ଆପଣଙ୍କୁ ଅନୁରୋଧ, କାହାଣୀଟିକୁ ସମ୍ପୂର୍ଣ୍ଣ ଯାକେ ଶୁଣନ୍ତୁ, କାହାଣୀର ରହସ୍ୟ ବୁଝିପାରିବେ। ଯଦି କାହାଣୀଟି ଆପଣଙ୍କୁ ଭଲ ଲାଗିଥିବ, କାହାଣୀର ରହସ୍ୟ ବୁଝିକି ଗୋଟେ କମେଣ୍ଟ କରିବେ। ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲିବେନି। ମୋ ଆଖି ଖୋଲିଲି ତ ମୁଁ ଦେଖିଲି ମୋ ମାମା ଖଟ ଉପରେ ବସି ଥରୁଥିଲେ ଆଉ ବହୁତ କାନ୍ଦୁଥିଲେ। ମୁଁ ସବୁଦିନ ମୋ ମାମାଙ୍କର ଏହିପରି ଅବସ୍ଥା ଦେଖି ବହୁତ ଚିନ୍ତାରେ ରହିଯାଉଥିଲି। ମୁଁ ଚାହିଁକି ବି ସାହସ କରି ତାଙ୍କୁ କିଛି ପଚାରିପାରେନି। ସବୁଦିନ ଏହି ଘଟଣା ହେବା ଦ୍ୱାରା ଥରେ ମୋ ମାମାଙ୍କୁ ସାହସ କରି ପଚାରି ଦେଇଥିଲି କି ମାମା, ତମେ ସବୁଦିନ ବାବାଙ୍କ ରୁମ୍ରୁ ବାହାରକୁ ଆସିଲା ପରେ ଏତେ କାନ୍ଦୁଛ କାହିଁକି? ମାମା ମୋତେ କିଛି ନ କହି ଗାଳି କରିଥିଲେ। ମୋ ମାମା ଯେତେବେଳେ ବି ବାବାଙ୍କ ରୁମ୍ରୁ ବାହାରୁଥିଲେ ତ ତାଙ୍କର ଅବସ୍ଥା ବହୁତ ଖରାପ ହେଇଯାଉଥିଲା। ଆଲୁରୁ ବାଲୁରୁ ଚୁଟି, ଚିରା ଡ୍ରେସ୍, ଯେମିତି ବହୁତ ମଜବୁରିରେ ଥିଲା ପରି ଲାଗୁଥିଲେ ସେ। ଏହି ଘଟଣା ଅଳ୍ପ କିଛି ବର୍ଷ ପୂର୍ବରୁ ଆରମ୍ଭ ହୋଇଛି। ମୋ ବୟସ ବଢ଼ିବା ସହିତ ମୁଁ ଯେତିକି ବଡ଼ ହେଉଥିଲି ସେତିକି ସବୁକିଛି ଜାଣିପାରୁଥିଲି। ଏବେ ତ ମୋ ଭିତରେ ଗୋଟେ ପ୍ରକାରର ପାଗଳାମୀ ସୃଷ୍ଟି ହୋଇଯାଇଛି କି ପ୍ରକୃତରେ ରାତିସାରା ବାବା ମାମାଙ୍କ ସହିତ ଏମିତି କ'ଣ କରୁଛନ୍ତି। ମୁଁ ଏବେ 15 ବର୍ଷର ହୋଇସାରିଥିଲି। ଆଉ ଏବେ ମୁଁ ସବୁକିଛି କଥା ବୁଝିପାରୁଥିଲି। ମାମାଙ୍କର ଚେହେରା ଦେଖିଲେ ମୋତେ ଲାଗେ ମାମା ଯେମିତି କେଉଁ ଗୋଟେ ମଜବୁରିରେ ଅଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଥିଲା ଯେ ମାମା ଯେତେବେଳେ ବି ବାବାଙ୍କ ରୁମ୍ରୁ ବାହାରୁଥିଲେ କାନ୍ଦି କାନ୍ଦି ଆସୁଥିଲେ। କିନ୍ତୁ ବାବାଙ୍କ ମୁହଁରେ ଗୋଟିଏ ଅଜବ ପ୍ରକାର ହସ ଥାଏ, ଯେମିତିକି ଏବେ ଏବେ ସେ ପୁରା ଯବାନ ଅଛନ୍ତି। ସେ କିଛି ନା କିଛି ଗୁଣୁଗୁଣୁ ହୋଇ ଗୀତ ଗାଇ ଆସନ୍ତି, ଯେମିତିକି ସେ ବହୁତ ଖୁସି ଥିଲା ପରି ଜଣାପଡ଼ନ୍ତି। କିନ୍ତୁ ମାମାଙ୍କର ଅବସ୍ଥା ଏମିତି ଥିଲା ଯେ ସେ ବାବାଙ୍କ ରୁମ୍ରୁ ବାହାରିଲା ପରେ ଆଉ ଥରେ ଯିବା ପାଇଁ ଡରନ୍ତି। ଏମିତିକି ବାବାଙ୍କର ଖାଇବା ମଧ୍ୟ ମୋ ହାତରେ ପଠାନ୍ତି ଆଉ ନିଜେ ଦିନସାରା ରୋଷେଇ ଘରେ କାନ୍ଦନ୍ତି, ନହେଲେ ବାଥରୁମ୍ରେ ପଶିଯାଆନ୍ତି। ମାମାଙ୍କର ଏହିପରି ଅବସ୍ଥା ଦେଖି ମୋତେ ବହୁତ ଦୁଃଖ ଲାଗେ। ମୁଁ 10ମ ଶ୍ରେଣୀରେ ପଢ଼ୁଥିଲି। ମୁଁ ବାବାଙ୍କୁ ଖାଇବା ଦେଇସାରିଲା ପରେ ସ୍କୁଲକୁ ଯାଏ। ସବୁବେଳେ ମୋ ମୁଣ୍ଡରେ ମାମାଙ୍କର କଥା ହିଁ ଘୁରି ବୁଲୁଥାଏ। ମୁଁ କେବେ ବି ବାବାଙ୍କୁ ସକାଳୁ ରାଗିବାର କି ମନ ଦୁଃଖ କରିବାର ଦେଖିନି। ସେ ସବୁବେଳେ ଖୁସିରେ ଖାଇବା ଖାଇଦେଇ ତାଙ୍କ କାମକୁ ଯାଆନ୍ତି। କିନ୍ତୁ ମାମାଙ୍କୁ ଦେଖିଲେ ଏମିତି ଲାଗେ ଯେମିତିକି କେତେବେଳେ ବି ତାଙ୍କର କିଛି ବି ହୋଇଯାଇପାରେ। ସେ ରୋଷେଇ କଲାବେଳେ ଡରରେ ଥରନ୍ତି। ତାଙ୍କୁ ଏମିତି ଦେଖି ମୋର ଇଚ୍ଛା ହୁଏ ମାମାଙ୍କୁ ପଚାରିବା ପାଇଁ, ବାବା ରାତିସାରା ଏମିତି ତାଙ୍କ ସହିତ କ'ଣ କରୁଛନ୍ତି ଯେ ତାଙ୍କର ଅବସ୍ଥା ଏତେ ଖରାପ ହେଇଯାଉଛି। କିନ୍ତୁ ବାବାଙ୍କ କଥା ଶୁଣିଲା ମାନେ ମାମା ଡରରେ ଥରନ୍ତି। ମାମା ସବୁଦିନ ରାତିରେ ବାବାଙ୍କ ପାଖରେ ଶୁଅନ୍ତି ନାହିଁ, ସେ ମୋ ପାଖରେ ଶୁଅନ୍ତି। ବାବା ତାଙ୍କୁ ଡାକି ବାଧ୍ୟ କରି ନିଅନ୍ତି। ମୋର ତ ଇଚ୍ଛା ହୁଏ କି ମାମାଙ୍କୁ ବାବାଙ୍କ ରୁମ୍କୁ ଯିବା ପାଇଁ ଦେବିନି, କିନ୍ତୁ ମୁଁ ତ ବାବାଙ୍କୁ ମନା କରିପାରିବିନି। ଆଉ ବାବା ବି ମୋ ଆଗରେ ମାମାଙ୍କ ସହିତ ସବୁବେଳେ ଭଲ ବ୍ୟବହାର କରନ୍ତି। ଘରର ଏହିପରି ପରିସ୍ଥିତିକୁ ନେଇ ମୋର ପାଠ ପଢ଼ାରେ ମନ ରହୁନଥିଲା, ଯାହାଦ୍ୱାରା ମୁଁ ଏଇଥର ପରୀକ୍ଷାରେ ଫେଲ୍ ହୋଇଗଲି। ଆଉ ଡରିକି ମାମା ବାବାଙ୍କୁ ମୋ ରେଜଲ୍ଟ ଦେଖାଇ ନଥିଲି। ମୋ ସାଙ୍ଗ ମୀନା ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲା, କାରଣ ମୁଁ ପାଠ ପଢ଼ାରେ ବହୁତ ଭଲ ଥିଲି। ସେ ମୋତେ ପଚାରିଲା କି ତୋର ଧ୍ୟାନ ସବୁବେଳେ କେଉଁଆଡ଼େ ରହୁଛି, କ'ଣ ହେଇଛି ତୋର? ସେ ବହୁତ ପଚାରିବାରୁ ମୁଁ ତାକୁ ସବୁ ସତ କଥା କହିଦେଲି। ତ ସେ ମୋତେ କହିଲା, ତୋ ବାବା ଆଉ ଇଂରେଜୀ ଫିଲ୍ମ ଦେଖୁନାହାନ୍ତି ତ? ଏକଥା ଶୁଣି ମୋ ମୁଣ୍ଡ ଘୁରେଇ ଦେଲା। ଆଉ ତାକୁ ମୁଁ ଚାହିଁ ରହିଲି। ସେ କିନ୍ତୁ କଥା ବଦଳେଇ ଦେଲା। ମୋର ଧ୍ୟାନ କିନ୍ତୁ ସେହି ପ୍ରଶ୍ନରେ ଅଟକିଥିଲା। ପ୍ରକୃତରେ ସେ ମୋତେ ଏପରି ପ୍ରଶ୍ନ କାହିଁକି କଲା? ସ୍କୁଲ ଛୁଟି ହେଲା ପରେ ମୁଁ ଘରକୁ ଗଲି ତ ଦେଖିଲି ମାମାଙ୍କର ସାଙ୍ଗ ସୁଶାନ୍ତ ଅଙ୍କଲ ଆସିଥିଲେ। ସେ ପ୍ରାୟ ସବୁଦିନ ଆମ ଘରକୁ ଆସନ୍ତି। ମାମାଙ୍କର ସେ ଛୋଟବେଳର ସାଙ୍ଗ ଥିଲେ।
ଆଉ ମାମା କହୁଥିଲେ କି ସେ ଏକା ସାଙ୍ଗରେ ପାଠ ମଧ୍ୟ ପଢ଼ୁଥିଲେ। ପୁଣି ସୁଶାନ୍ତ ଅଙ୍କଲ ଦିଲ୍ଲୀ ପଳେଇଲେ। ଆଉ ତାପରେ ବାବାଙ୍କ ସହିତ ମାମାଙ୍କର ବାହାଘର ହୋଇଥିଲା। ଏବେ ମାମାଙ୍କର ବାହାଘରକୁ 17 ବର୍ଷ ହୋଇସାରିଛି। ଆଉ ମାମା ବାବାଙ୍କର ଗୋଟିଏ ବୋଲି ମୁଁ ଝିଅ ଥିଲି। କିଛି ବର୍ଷ ପୂର୍ବରୁ ବୋଧହୁଏ ସବୁକିଛି ଠିକ୍ ଥିଲା କି ମୁଁ ଛୋଟ ଥିବାରୁ କିଛି ଜାଣିପାରୁନଥିଲି। କିନ୍ତୁ କିଛି ବର୍ଷ ଭିତରେ ମୋ ମାମାଙ୍କର ଅବସ୍ଥାକୁ ଭଲ ଭାବରେ ମୁଁ ବୁଝି ସାରିଥିଲି କି ମୋ ମାମା ବାବାଙ୍କ ପାଇଁ ସବୁବେଳେ ଦୁଃଖରେ ରହୁଥିଲେ। ଆଉ ବାବା ଜଣେ ଖରାପ ଲୋକ। ଆଉ ଏଇ କଥା ମୋ ମନରେ ବାବାଙ୍କ ପ୍ରତି ଶତ୍ରୁତା ଭାବନା ସୃଷ୍ଟି କରୁଥିଲା। ସୁଶାନ୍ତ ଅଙ୍କଲଙ୍କର ଏଇ କିଛି ବର୍ଷ ପୂର୍ବରୁ ଓଡ଼ିଶା ଆସିଥିଲେ। ମାମାଙ୍କର ତାଙ୍କ ସହିତ ଭଲ ବନ୍ଧୁତା ଥିଲା। ସେ ପ୍ରାୟ ସମୟ ଆମ ଘରକୁ ଆସନ୍ତି, କିନ୍ତୁ ତାଙ୍କର ଆସିବାକୁ ବାବା ପସନ୍ଦ କରୁନଥିଲେ। ସେ ଆସିଲା ପରେ ମମି କୁହନ୍ତି ସୁଶାନ୍ତ ଅଙ୍କଲ ଆସିଥିଲେ ବୋଲି। ବାବା ଜାଣିଲେ ବହୁତ ରାଗିବେ। ସେ ବହୁତ ଡରିଯାଆନ୍ତି। କିନ୍ତୁ ମୋ ମମିକୁ କୁହେ ତୁମେ ନିଶ୍ଚିନ୍ତ ରୁହ, ବାବା କିଛି ଜାଣିପାରିବେନି। ସୁଶାନ୍ତ ଅଙ୍କଲ ବହୁତ ଭଲ ଲୋକ ଥିଲେ। ଆଉ ସେ ଯେତେବେଳେ ବି ଆସନ୍ତି ମୋ ପାଇଁ କିଛି ନା କିଛି ଉପହାର ନେଇକି ଆସନ୍ତି। ଆଉ ମାମାଙ୍କର ମୁଡ୍ ବି ଭଲ କରିକି ଯାଆନ୍ତି। ମୋ ବାବାଙ୍କର ଇନକମ୍ ବହୁତ କମ୍ ଥିଲା। ଆମେ ଯେମିତି ସେମିତି କରି ଚଳିଯାଉ। ଜଣା ନାହିଁ ମାମା ବାବାଙ୍କ ପରି ଜଣେ ଦୁଷ୍ଟ ଲୋକ ସହିତ କେମିତି ଜୀବନ କାଟୁଥିଲେ। ଗୋଟିଏ ଦିନ ରାତିରେ ମୁଁ ଆଉ ମୋ ମାମା ଶୋଇଥିଲୁ। କିଛି ସମୟ ପରେ ବାବା ଆସି ମାମାଙ୍କୁ ତାଙ୍କ ରୁମ୍କୁ ଯିବା ପାଇଁ କହିଲେ। ମୁଁ ଆଖି ନ ଖୋଲି ବନ୍ଦ କରି ରହିଲି, କିନ୍ତୁ ଜାଣିବାକୁ ଚାହୁଁଥିଲି କି ବାବା ମାମାଙ୍କୁ କ'ଣ କହୁଛନ୍ତି। ବାବା ମାମାଙ୍କୁ ବହୁତ ସ୍ନେହରେ କହୁଥିଲେ, ଚାଲ ନା ଶାନ୍ତି, ତତେ ଆଜି ମୁଁ ବିଲକୁଲ ହଇରାଣ କରିବିନି। ତ ମାମା କହିଲେ, ତୁମେ ସବୁବେଳେ ଏମିତି କହୁଛ। ଆଉ ଝିଅ ବଡ଼ ବି ହେଇଗଲାଣି। ସେ ସବୁ କିଛି ବୁଝିବାର ବୟସ ହେଇଗଲାଣି। ସେ ସବୁବେଳେ ହଜାର ପ୍ରଶ୍ନ କରୁଛି। ତୁମକୁ ତ କିଛି ଫରକ ପଡ଼ୁନି। ବାବା ଜବରଦସ୍ତି ମାମାଙ୍କ ହାତକୁ ଧରି ତାଙ୍କ ରୁମ୍କୁ ନେଇଗଲେ। 2 ଘଣ୍ଟା ହୋଇଗଲା, ହେଲେ ମାମା ଏପର୍ଯ୍ୟନ୍ତ ମୋ ପାଖକୁ ଆସିଲେନି। ମୁଁ ପାଣି ପିଇବା ପାଇଁ ବାହାରକୁ ଗଲି। ପାଣି ପିଇ ରୁମ୍କୁ ଫେରିବା ସମୟରେ ମାମା ମୋ ପଛେ ପଛେ ଆସିଲେ। ମୁଁ ଭଲ ଭାବରେ ମାମାକୁ ନଜର କଲି ତ ମାମାଙ୍କର ସେଇ ଏକା ଅବସ୍ଥା ଥିଲା। ମୁଁ ମାମାଙ୍କୁ ନଜର କରୁଥିବାର ଜାଣିପାରି ସେ ତାଙ୍କର ପଣତ କାନିରେ ଦେହକୁ ଭଲ ଭାବରେ ଢାଙ୍କି ଦେଲେ। ମୁଁ ସକାଳେ ଦେଖିଥିଲି ମାମାଙ୍କର ବ୍ଲାଉଜ ଠିକ୍ ଥିଲା, ତ ଏବେ ଚିରିଲା କେମିତି? ମାମା ମୋତେ କହିଲେ, ତୁ ଏବେ ପର୍ଯ୍ୟନ୍ତ ଶୋଇନୁ? ମୁଁ ପାଣି ପିଇ ଆସିବାର ବାହାନା କଲି। ତାପରେ ଆମେ 2 ଜଣ ଆସି ଶୋଇଲୁ। ମାମାଙ୍କର ଅବସ୍ଥା ଦେଖି ଇଚ୍ଛା ହେଉଥିଲା ମାମାଙ୍କୁ ସାନ୍ତ୍ୱନା ଦେଇ ମନରେ ଥିବା ପ୍ରଶ୍ନ ପଚାରିବା ପାଇଁ, କିନ୍ତୁ ମୁଁ ମୋ ଜାଗାରେ ସେମିତି ଶୋଇ ରହିଲି। ସକାଳେ ବାବା ଏମିତି ତାଙ୍କ ରୁମ୍ରୁ ରେଡି ହୋଇ ବାହାରକୁ ବାହାରିଲେ ଯେମିତି ବି ଜଣେ ଟୋକା ପରି। ବାବାଙ୍କର ଇନକମ୍ କମ୍ ଥିଲା, କିନ୍ତୁ ସେ ଏମିତି ରହୁଥିଲେ ଯେମିତିକି ସେ ଜଣେ ବହୁତ ବଡ଼ ସେଠ୍। ମୁଁ ବାବାଙ୍କୁ ଭଲସେ ଦେଖିଲି ତ ତାଙ୍କ ଉପରେ ମୋତେ ଆହୁରି ଘୃଣା ଆସୁଥିଲା। ତାପରେ ମୁଁ ତାଙ୍କୁ ଖାଇବା ଦେଇ ସ୍କୁଲକୁ ଗଲି। ଆଉ ସ୍କୁଲରୁ ଯେତେବେଳେ ଘରକୁ ଫେରିଲି ଦେଖିଲି ସୁଶାନ୍ତ ଅଙ୍କଲ ଆସିଥିଲେ। ସେ ମୋର ମନା କରିବା ସତ୍ତ୍ୱେ ତାଙ୍କ ଗାଡ଼ିରେ ବସାଇ ବୁଲେଇ ନେଲେ। ଆଉ ରାସ୍ତାରେ ପ୍ରଶ୍ନ କଲେ, ତୋର କ'ଣ ଅସୁବିଧା ହେଇଛି? ତୁ ସବୁବେଳେ ଗୁମସୁମ ହୋଇ କ'ଣ ପାଇଁ ରହୁଛୁ? ତ ମୁଁ ତାଙ୍କୁ ସବୁ ସତ କଥା କହିଦେଲି। ସେ ସବୁ ଶୁଣି କହିଲେ, ତୁ ଯଦି ଜାଣିଛୁ ତୋ ବାପା ଖରାପ, ତୋ ମାମା ଉପରେ ଖରାପ ବ୍ୟବହାର କରୁଛନ୍ତି, ତ ତୁ ତୋ ମାମାକୁ ତୋ ବାବାଙ୍କ ଠାରୁ ଆଜାଦ କ'ଣ ପାଇଁ କରିଦେଉନୁ? ତୁମେ 2 ଜଣ ଆଉ କେତେଦିନ ଏମିତି ତାଙ୍କର ଅତ୍ୟାଚାର ସହିବ? ସୁଶାନ୍ତ ଅଙ୍କଲ ଠାରୁ ବାବାଙ୍କୁ ଛାଡ଼ିବା କଥା ଶୁଣି ମୋର ହୋସ୍ ଉଡ଼ିଗଲା। ମୁଁ ସ୍ୱପ୍ନରେ ବି ଭାବିପାରିନି ବାବାଙ୍କୁ ଛାଡ଼ିବା ପାଇଁ। ସେ ତ ମୋ ସହିତ ଖରାପ ବ୍ୟବହାର କରିବା ଦୂରର କଥା, ମୋ ଉପରେ ବଡ଼ ପାଟିରେ କେବେ ବି କଥା କହିନାହାନ୍ତି। ଆଉ ମୁଁ ଏଇ କଥା ମଧ୍ୟ ଜାଣିନି କି ବନ୍ଦ ରୁମ୍ ଭିତରେ ବାବା ମାମାଙ୍କ ଭିତରେ କ'ଣ ସବୁ ହେଉଥିଲା। କିନ୍ତୁ ମାମାଙ୍କୁ କଷ୍ଟରେ ରହୁଥିବା କଥା ଭାବିଲେ ବାବାଙ୍କର ନୃଶଂସତା ମୋର ନଜର ଆସେ। କିଛି ସମୟ ପରେ ସୁଶାନ୍ତ ଅଙ୍କଲ ମୋତେ ନେଇ ଘରେ ଛାଡ଼ିଲେ। ଆଉ ସେ ମଧ୍ୟ ଘର ଭିତରକୁ ଆସିଲେ। ମୁଁ ବହୁତ ଥକି ଯାଇଥିବାରୁ ରୁମ୍କୁ ଯାଇ ରେଷ୍ଟ କରିବାକୁ ଗଲି। କିନ୍ତୁ ସୁଶାନ୍ତ ଅଙ୍କଲଙ୍କ କଥା ମୋ ମୁଣ୍ଡରେ ଘୁରି ବୁଲୁଥିଲା ତ ଶୋଇପାରୁନଥିଲି। ଆଜି ପୁଣି ବାବା ଜବରଦସ୍ତି ମାମାଙ୍କୁ ତାଙ୍କ ରୁମ୍କୁ ନେଇଗଲେ। ଆଉ ସକାଳେ ମୁଁ ଦେଖିଲି ମାମା ଠିକ୍ ସେ ଚାଲିପାରୁନଥିଲେ।
ମୁଁ ତାଙ୍କର ଗୋଡ଼ରେ କ'ଣ ହେଇଛି ବୋଲି ପଚାରିବାରୁ ମାମା ମୋ ଉପରେ ବିରକ୍ତ ହୋଇ କହିଲେ, ଛୋଟ ଛୋଟ କଥାରେ ଧ୍ୟାନ ନ ଦେଇ ପଢ଼ାରେ ଧ୍ୟାନ ଦେ। କାରଣ ଏଇଥର 10ମ ଆନୁଆଲ୍ ରେଜଲ୍ଟ ଖରାପ ହେଲେ ତୋ ବାବା ମୋତେ ଦୋଷ ଦେବେ। ତାପରେ ମୁଁ ବାବାଙ୍କୁ ଖାଇବା ଦେଇ ନିଜେ ଖାଇ ବସିଲି। ବାବା ମୋର ପଢ଼ା ବିଷୟରେ ମୋତେ ପଚାରିଲେ, ଆଉ ତାଙ୍କ କଥାରେ ବହୁତ ମିଠା ଥିଲା। ବାବାଙ୍କର ଏହି 2 ପ୍ରକାର ବ୍ୟବହାର ଦେଖି ମୁଁ ଚିନ୍ତାରେ ରହିଯାଉଥିଲି। ତାପରେ ମୁଁ ସ୍କୁଲ ଗଲି। ଆଉ ସ୍କୁଲରେ ଆଜି ଟିଚର ପଢ଼ାଇଲା ବେଳେ ଗୋଟିଏ ଉତ୍ତମ ଶିକ୍ଷା ଦେଲେ କି କୌଣସି କଥା ଅଧା ଜାଣି କିଛି ନିଷ୍ପତ୍ତି ନେବା ଠିକ୍ ନୁହେଁ। ଅଧା ସତ ସବୁବେଳେ ଖତରନାକ ହୋଇଥାଏ। ଟିଚରଙ୍କ ଠାରୁ ଏହି କଥା ଶୁଣିଲା ପରେ ମୋ ମୁଣ୍ଡରେ ପଶିଲା କି ବାବାଙ୍କର ପୁରା ସତ ଜାଣି ମାମାଙ୍କୁ ତାଙ୍କଠାରୁ ମୁକୁଳେଇ ଦେବି। ମୁଁ ଗୋଟିଏ ଉପାୟ ଚିନ୍ତା କଲି। ମୋ ମାମା ଦେଖିବାକୁ ପୁରା ମୋ ପରି ଥିଲେ। ମୋର ବୟସ 15 ବର୍ଷ ଥିଲା, କିନ୍ତୁ ମୋର ନାକ, ମୁହଁ, ଫିଗର ସବୁକିଛି ମୋ ମାମାଙ୍କ ପରି ଥିଲା। ପରଦିନ ରାତିରେ ମୁଁ ମୋ ମାମାଙ୍କୁ ନିଦ ବଟିକା ଦେଇ ଶୁଆଇଦେଲି। ଆଉ ମାମାଙ୍କ ଜାଗାରେ ମୁଁ ବାବାଙ୍କ ରୁମ୍କୁ ଗଲି। ଅନ୍ଧାର ହୋଇଥିବାରୁ ବାବା ମୋତେ ମାମା ବୋଲି ଭାବିଲେ। ବାବା ମୋ ପାଖକୁ ଆସି କହିଲେ, ଶାନ୍ତି, ମୁଁ ଆଜି ବହୁତ ଖୁସି କି ତୁମେ ନିଜେ ମୋ ପାଖକୁ ଆସିଛ। ମୋର କାନ୍ଧକୁ ଧରି ତାଙ୍କ ପାଖରେ ବସେଇଲେ। ବାବାଙ୍କ ସାମ୍ନାରେ ବସି ମୋର ପୁରା ଶରୀର ଥରୁଥିଲା, କିନ୍ତୁ ମୁଁ ସାହସ ରଖିଲି। କାରଣ ମୋତେ ଆଜି ଯେମିତି ହେଲେ ବି ସତ ଜାଣିବାର ଥିଲା। ବାବା କହିଲେ, ଶାନ୍ତି, ତୁ ଝିଅ ବଡ଼ ହୋଇଗଲାଣି ବୋଲି ବାହାନା କରି ମୋ ଠାରୁ ଏତେ ଦୂରେଇ ଗଲୁଣି ଯେ ମୋତେ ତୋତେ ବାଧ୍ୟ କରି ରୁମ୍କୁ ଆଣିବାକୁ ପଡ଼ୁଛି। ଆଉ ଝିଅ ତ ଏତେ ବି ଛୋଟ ନାହିଁ ଯେ ଓ ଜାଣିନଥିବ କି ବାବା ମାମାଙ୍କୁ ଗୋଟିଏ ରୁମ୍ରେ ରହିବାକୁ ହୁଏ। ବାବା ବହୁତ ସ୍ନେହରେ ଏହିସବୁ କଥା କହୁଥିଲେ। ତାପରେ ବାବା ମୋତେ ତାଙ୍କ ତକିଆରେ ଶୁଆଇଦେଲେ। ଆଉ ମୋ ପାଖରେ ଶୋଇ କାନରେ ଧୀରେ ଧୀରେ କହିଲେ କି ମୁଁ ଯେତିକି ପଇସା ରୋଜଗାର କରୁଛି ସେଥିରୁ କିଛି କିଛି ପଇସା ଜମା କରି ରଖୁଛନ୍ତି ମୋ ବାହାଘର ପାଇଁ। ତାପରେ ବାବା ମୋ କାନରେ ଯେଉଁ ସବୁ କଥା କହିଲେ ତାକୁ ଶୁଣି ମୋ ହୋସ୍ ଉଡ଼ିଗଲା। ମୁଁ ଜାଣି ସାରିଥିଲି କି ସୁଶାନ୍ତ ପୁଣି ଥରେ ଆମ ଘରକୁ ଯିବା ଆସିବା କଲାଣି। ଶାନ୍ତି, ମୁଁ କହିଦେଉଛି, ସେ ଲୋକ ଠିକ୍ ନୁହେଁ କି ତାର ଇରାଦା ବି ଠିକ୍ ନାହିଁ। ୟା ପୂର୍ବରୁ ସେ ତୋତେ ବର୍ବାଦ କରିବା ପାଇଁ ଚେଷ୍ଟା କରୁଥିଲା। ଆଉ ଏବେ ତ ଆମ ଘରେ ବଢ଼ିଲା ଝିଅ ବି ଅଛି। ତାଠାରୁ ଦୂରେଇ ରହ। ବାବା ଏପର୍ଯ୍ୟନ୍ତ ଜାଣିନଥିଲେ କି ମୁଁ ମାମା ନୁହେଁ, ତାଙ୍କ ଝିଅ ବୋଲି। ସେ ମୋ ଚୁଟିରେ ଆସ୍ତେ ଆସ୍ତେ ହାତ ବୁଲାଉଥିଲେ। ଆଉ ଏହା ଭିତରେ ସେ ଶୋଇପଡ଼ିଲେ। ମୁଁ ବହୁତ ସମୟ ବାବାଙ୍କ ରୁମ୍ରେ ବସି ରହିଲି, କିନ୍ତୁ ବାବା ତ ବହୁତ ଗାଢ଼ ନିଦରେ ଶୋଇଥିଲେ। ତାପରେ ଧୀରେ ଧୀରେ ମୁଁ ରୁମ୍କୁ ଆସିଲି। ବାବାଙ୍କ ବ୍ୟବହାର ଯେମିତି କିଛି ଖରାପ ବ୍ୟବହାର ନଥିଲା, ଯାହାଦ୍ୱାରା କି ମୁଁ କିଛି ବୁଝିପାରିବି। କିନ୍ତୁ ବାବାଙ୍କ ଠାରୁ ସୁଶାନ୍ତ ଅଙ୍କଲଙ୍କ ବିଷୟରେ ଶୁଣିଲା ପରେ ମାମା ଆଉ ସୁଶାନ୍ତ ଅଙ୍କଲଙ୍କୁ ନେଇ ମୋ ମନରେ ଭିନ୍ନ ଭିନ୍ନ ପ୍ରଶ୍ନ ସୃଷ୍ଟି ହେଲା। ପରଦିନ ମୁଁ ଯେତେବେଳେ ସ୍କୁଲରୁ ଘରକୁ ଆସିଲି ତ ଘର ବାହାରେ ସୁଶାନ୍ତ ଅଙ୍କଲଙ୍କର ଗାଡ଼ି ଥିଲା। ମୁଁ ସବୁଦିନ ମାମାଙ୍କୁ ବାହାରୁ ଡାକି ଡାକି ଘର ଭିତରକୁ ଯାଏ, କିନ୍ତୁ ଆଜି ମୁଁ ଧୀରେ ଧୀରେ ପାଦ ଚିପି ଚିପି ଘର ଭିତରକୁ ଗଲି। ଆଉ ଦେଖିଲି ସୁଶାନ୍ତ ଅଙ୍କଲ ଓ ମାମା ଏକାଠି ବସି କଥା ହେଉଥିଲେ। ମୋର ଉପସ୍ଥିତି ସେମାନଙ୍କୁ ଜଣା ନଥିଲା। ଆଉ ସେମାନେ 2 ଜଣ ଯେଉଁ ସବୁ କଥା ହେଉଥିଲେ ତାକୁ ଶୁଣିଲା ପରେ ମୋର ହୋସ୍ ଉଡ଼ିଗଲା। ମୁଁ ଜାଣିନଥିଲି କି ଯେଉଁ ସତ ମୁଁ ଜାଣିବାକୁ ଚାହୁଁଥିଲି ସେଇ ସତ ଏତେ ଭୟଙ୍କର ହୋଇଥିବ ବୋଲି। ମାମା ସୁଶାନ୍ତ ଅଙ୍କଲଙ୍କୁ କହୁଥିଲେ କି ମୁଁ ମୋ ଝିଅ ମନରେ ତାର ବାବାଙ୍କ ପ୍ରତି ଏତେ ଘୃଣା ଭରି ଦେଇଛି ଯେ ସେ ବହୁତ ଶୀଘ୍ର ତାର ବାବାଙ୍କ ବିରୁଦ୍ଧରେ ଠିଆ ହୋଇଯିବ। ସେ ବୁଢ଼ା ମୋତେ ଜବରଦସ୍ତି ଏ ସମ୍ପର୍କରେ ବାନ୍ଧିକି ରଖୁଛି। ସେ ସବୁଦିନ ମୋତେ ଟାଣି ଟାଣି ତାର ରୁମ୍କୁ ନେଇଯାଉଛି ଆଉ ମୋ ସହିତ କଥା ହେଇ ଶୋଇପଡ଼ୁଛି। କିନ୍ତୁ ମୁଁ ଯେତେବେଳେ ରୁମ୍ରୁ ବାହାରୁଛି ମୁଁ ନିଜେ ମୋ ଅବସ୍ଥା ଏତେ ଖରାପ କରିଦେଉଛି ଯେ ମୋ ଝିଅ ଭାବୁଛି କି ତାର ବାବା ଏମିତି ସବୁ କରୁଛନ୍ତି। ଏପରିକି ଦିନେ ମୁଁ ନିଜେ ମୋ ବ୍ଲାଉଜ ଚିରି ଦେଇଥିଲି। ମୁଁ ଚାହୁଁଛି କି ଯେତେବେଳେ ମୁଁ ସେହି ବୁଢ଼ା ବିରୁଦ୍ଧରେ କିଛି ପଦକ୍ଷେପ ନେବି ମୋ ଝିଅ ମୋର ଢାଲ ହୋଇ ରହିବ ଆଉ ମୁଁ ମୋ ଝିଅକୁ ନେଇ ତମ ପାଖକୁ ପଳେଇବି। ମାମାଙ୍କ କଥା ଶୁଣି ସୁଶାନ୍ତ ଅଙ୍କଲ ହସି ହସି କହିଲେ, ହଁ, ମୁଁ ବି ପରୀକୁ କହିଦେଇଛି କି ଯେତେବେଳେ ବି ତାକୁ ମୋର ସାହାଯ୍ୟ ଦରକାର ହେବ ମୋତେ କହିବ। ପୁଣି ମାମା କହିକି ପୂର୍ବଥର ପରି ଏଇଥର ମୋତେ ଧୋକା ଦେବନି ତ? ୟା ପୂର୍ବରୁ ମୋତେ ଅଧା ରାସ୍ତାରୁ ଛାଡ଼ି ପଳେଇଲ। ଭାଗ୍ୟ ତ ମୋର ଭଲ ଥିଲା କି ସେ ବୁଢ଼ା ମୋତେ କ୍ଷମା କରି ତା ପାଖରେ ରଖିଲା। ସୁଶାନ୍ତ ଅଙ୍କଲ ମାମାଙ୍କ କଥା ଶୁଣି ତାଙ୍କ ହାତ ଧରି କହିଲେ କି ସେତେବେଳେ ମୋ ଘର ଲୋକ ଚାହୁଁନଥିଲେ
कि गोटे विवाहित स्त्री सहित मु संपर्क जोड़े बोली, किंतु एबे मते अटकेबा पई केही नाहांती। मु पूरा मो हृदयरू तुमको ओ परी को निजर करिबी। बास जेमिति हेले भी परी को एकथा जणा न पड़ू कि तार बाबा खराब नुहंती, बरं आमे तांकु खराब प्रमाणित करबाकू चाहूछु। कारण परी ही एकमात्र जी कि आम दुई जन को एकाठी करि परिबो। मामा सुशांत अंकल को निश्चित करैले कि सब किछि सेमिति हेबो जेमिति सेमाने भाबिछंती। सेमाने दुई जन हसी हसी थकु नथिले, किंतु एसबु जानिला परे मो पाद तले माटी खसी जाइथिला। मामा केवल मते नुहे बरं बाबा को धोखा देई तांका घरे बसी आउ जणे लोक सहित संपर्क रखिबा पई चिंता करुथिले। मु एबे बहुत कथा जानि सारिथिली तो मु सांगे सांगे सेही रूम भीतर को पळैली। सेमाने दुई जन मते अचानक देखि आश्चर्य होई गेले। तापरे सेमाने निजको संभाळी नेले। सुशांत अंकल मते गोटिए चॉकलेट देले। मु चॉकलेट धरिबा बदଳରେ मामा को पचारिली, बाबा सहित तुमर प्रॉब्लम कौन? मामा जानिगले कि तांको मिछ धरा पड़ी जाइछि। तो मामा मते सबु सत कथा कहबा आरंभ कले आ कहिले कि सेमाने दुई जनकर कॉलेज टाइम रु ही प्रेम संपर्क थिला, किंतु सुशांत अंकल मामा को भल पाइबा ठारू अधिक गुरुत्व तांको क्यारियर को देई दिल्ली पळैले आ घर लोक बाबा सहित मामांकर बाहागर करदेले। मामा जवान आ सुंदर थिला बेले बाबा तांको ठारू 10 वर्ष बड़ थिले। मामा मनरे सुशांत अंकल दुर्बलता बहुत थिला, तो सेथिपाई से तांको हृदय रे बाबा को जगह देई नथिले। से बाध्य होई बाबा सहित संपर्क रे बांधी होई रहिथिले। बाहाघरर 8 वर्ष परे सुशांत अंकल दिल्ली रो आसिथिले। तांको देखि मामांकर अंकल प्रति जेतिकी दुर्बलता थिला तांको देखिला परे आहुरी बढ़ीगला। सेमाने लुचि लुचि मिसिबारे लागिले। एपरिकी मामा मते नहीं तांको सहित जीवा पाई भी बाहरी थिले, किंतु मो बड़ मामा सेमाने दुई जन को धरी आम परिवार आगरे इज्जतर धजिया उड़ैथिले। किंतु बाबा मामा को बहुत भल पाउथबारु एही सबु कथा को मिछ प्रमाण करी आम पूरा परिवार मुह बंद कर देइथिले। तापरे सुशांत अंकल पुणी थरे फेरी जाइथिले। पुणी एबे 2 वर्ष पूर्वरु सबुदिन पाई सुशांत अंकल ओडिशा आसी मामा को तांकर दीवानी कर देइथिले। मामा तो बाबा को छाड़ी अंकल का पाख को जीवा पाई प्रस्तुत थिले, किंतु असुविधा थिला मो ठारे, कारण बाबा मते बहुत भल पाउथिले आ मामा भी मो बिना रही परिबेनी। सेथिपाई मामा अंकल सहित मिसी मो नजर रे बाबा को खराब बोली प्रमाणित करी सबुदिन पाई तांका सहित मते नेबार प्लान करथिले। मो किंतु आश्चर्य होइथिली। बाबा तो मामा आ मो सहित बड़ पाटी रे कथा हेउनथिले आ मामा का सहित केमिति खराब व्यवहार करि परिबे। मो मामा को सफा सफा कहिदेली कि तुमको जदि सुशांत अंकल का सहित जीवार अछि तुमे जाई पार, किंतु मो बाबा को छाड़ी कुआडे भी जाई परिबिनी। आश्चर्यर कथा, मामा भी सुशांत अंकल ठारू दुई थर धोखा खाई सारिबा परे तृतीय थर पाई भी केमिति तांको जालरे फसी गले। मो किछि बुझी पार नथिली। आज किंतु सुशांत अंकल आखिरे मो पाई गोटे अलग प्रकारर इच्छा देखा जाउथला। आउ जेतेबेले से जानी परिले कौनसी भी परिस्थिति रे मु तांको हातर काबूरे आसीबिनी, तो पुणी थरे मामा को धोखा दे चली गले। आउ मामा भी जानी सारी थिले कि से एई थर आम घर को मामा को पाई नुहे मो पाई आसथिले। से एबे बुझी सारी थिले कि जदि से सही धोखाबाज लोक सहित मते नहीं जाई थांते तो से मोर इज्जतर धजिया ठीक सही परी उड़े थांता जेमिति मो मामांकर बड़ मामा बदनाम करथिले। ईश्वरों कृपारू आमे दुई जन सुशांत अंकल जाले फसबारू रक्षा पाईगलु। रातिरे जेतेबेले बाबा घर को आसिले तो मामा तांको मन पसंदर खाइबा तैयारी करी बाबा को खुआइले और बाबा रूम रे तांको बेड लगेले। बाबा एसबु देखी बहुत खुशी हो गले। से खुशी हेबार हकदार भी थिले। सतरे बाबा मामा को बहुत भल पाउथले आउ तांकर ई भल पाइबा पई से आज पर्यंत मामांकर सबु भूल को अणदेखा कर देउथले। एते वर्ष भितरे आज प्रथम थर पाई मामा को तांको भूलर अनुभव होइथला आउ से बाबा को तांको हृदय रु स्वीकार कर नैथिले। परदिन सकाळे बाबा मामा दुई जन तांको मुहरे हस थाई से माने बाहर को बाहरिले। मो हृदय को तापरे शांति मिलिथिला।
ବେଳେବେଳେ ଏଇ ଭଲ ପାଇବାରେ ଏମିତି ଧୋକା ମିଳେ ଯେ କାହାକୁ ମୁହଁ ଦେଖେଇବାର ଲାୟକ ହିଁ ରୁହନ୍ତି ନାହିଁ। ପ୍ରକୃତ ଭଲ ପାଇବା ତ ବିବାହ ପରେ ହିଁ ହୋଇଥାଏ, ଯେଉଁଥିରେ ଦୁହେଁ ଦୁହିଁଙ୍କର ଢାଲ ହୋଇ ଦୁଇ ଜଣଙ୍କୁ ସବୁ ପରିସ୍ଥିତିରେ ବଞ୍ଚାଇଥାନ୍ତି। ତ ଶ୍ରୋତା ବନ୍ଧୁମାନେ, ଆଜିର ଏହି ସୁନ୍ଦର ଶିକ୍ଷାପ୍ରଦ କାହାଣୀଟି ଆପଣ ସମସ୍ତଙ୍କୁ କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ। ଏହିପରି ଆହୁରି ନୂଆ ନୂଆ କାହାଣୀ ଶୁଣିବା ପାଇଁ ମୋ ଚ୍ୟାନେଲଟିକୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିଦିଅନ୍ତୁ। ଆପଣମାନଙ୍କର ମତାମତ ଆଉ ସମର୍ଥନ ମୋ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ। ଆପଣମାନଙ୍କର ଭଲ ପାଇବା ବି ମୋ ପାଇଁ ବହୁତ ଆବଶ୍ୟକ। ଏମିତି ଭଲ ପାଇବା ସବୁବେଳେ ଦଉଥାନ୍ତୁ। ଧନ୍ୟବାଦ।